खुशी से आकाशर चांद को आज मु हाथे पाइछि। अरे तू काननी माँ तू काननी तू परा मोरा अली अली सुना झिया कोलरे संतान संतटी नथिबारु एई साई पड़िसा ठारू केते गंजड़ा केते टाहिटा पर सुनिछि मु हेले आज मु ईश्वरगर चांद को हाथ धरिछि आउ केही मध्य मते टाहिटा परा करिबेनी। अरे ए माँ तू हसी देले अकाल रे पुष्प गुड़िका प्रस्फुटित हुए अधुनारे रंगीन फगु उड़ी जाए। फेरिकी आसीछि फागुना खुशीरी नाची मो मना हो खुशीरी नाची मो मना फेरिकी आसीछि फागुना खुशीरी नाची मो मना हो खुशी नाचे मो मना आसीछि कि बसंत मना
ପହଞ୍ଚି ଯାଇଛି କୋଉ ଘର ମୁଁ ଜାଣିନି ହଠାତ୍ ପଳେଇ ଆସିଲି ସେଇ ଘର ଭିତରକୁ। ଆରେ ଭାଇ ତମେ ପୁଣି ଏଠି ଘେନା କର ମୋର ଭୂମିଷ୍ଠ ପ୍ରଣାମ। ଅଇଲି ଏଇ ସୁଲକ୍ଷଣୀ ହେଇଥାଲୋ ହେ ଗାୟତ୍ରୀ। ହେଲେ ଭାଇ ହଠାତ୍ ପୁଣି ଏଇଠି ହେଇଟି ହଠାତ୍ ପୁଣି କଥା କହୁଛୁ। ଏଇ ବାଟ ଦେଇ ଆସୁଥିଲି ହଠାତ୍ ମନେ ପଡିଲା ତମ କଥାଟା ଆଉ ହେଇନେ ମୋ ଘରକୁ ଆସିଗଲି। ତମେ ଠିକ କରିଛ ଭାଇ। ହଁ। ତମେ ଠିକ କରିଛ। ଠିକ କରିଛି। ହଁ। ହେଲେ ଭାଇ କଣ ହେଲା? ଦେଖୁନା କଣ ଦେଖିବି? ମୋ ହାତରେ କଣଟି ଅଛି। କଣ ଅଛି? ତମେ ଦେଖିପାରୁନ ନା କଣ? କଣ? ଆରେ ଭାଇ ଓ ତୁମେ ମାମୁଁ ହେଇଯାଇଛ। ମୁଁ ମାମୁଁ ହେଇଯାଇଛି। ହଁ ସତରେ? ହଁ ଭାଇ ମୁଁ ମାମୁଁ ହେଇଛି ମାନେ ମୋ ଭଣଜାଟା ଆସିଛି। ମାମୁଁ ହଁ। ତୁମେ କଣ ଭଣଜା ଆସିଥିଲେ ଖୁସି ହେଇଥାନ୍ତ। ଆରେ ମାମୁଁ আহিଲା ମାନେ ତ ଭଣଜା ନିଶ୍ଚୟ ଦେଖା ହବ। ହେଲେ ମାମୁଁ କଣ ହେଇଛି? ଭଣଜା ନୁହଁ ଭାଣିଜୀ ହେଇଛି। ଭାଣିଜୀ ହେଇଛି। ହଁ ଭାଇ ସତରେ ଭାଣିଜୀ ହେଇଛି। ହଁ ସାକ୍ଷାତ ଲକ୍ଷ୍ମୀଟା ତ ଘରକୁ ଆଇଛି। ହଁ ଭାଇ ହେଲେ ମୋ ବନ୍ଧୁଟା କୁଆଡେ ଗଲେ କାଇଁ ଦେଖା ଦର୍ଶନ କିଛି ନାହିଁ। ସେ କଣ ଘରେ ଥାନ୍ତି ନା ସେ ରାଜବିଦ ହିସାବରେ ଏପଟ ସେପଟ ଏ ଗାଁରୁ ସେ ଗାଁରୁ ସେ ପରିକ୍ରମା ହିଁ କରିଥାନ୍ତି। ପରିଶ୍ରମ ହେଇଥାନ୍ତି। ହେଲେ ଭାଇ ହଁ କଣ ହେଇଛି? ଦେଖୁନା ହଁ ଝିଅଟେ ଜନ୍ମ ହେଇ କେତେ ଦିନ ହେଇଗଲାଣି ହେଲେ ସେ ଘରକୁ ଆସୁନାହାନ୍ତି। ଆସୁନାହାନ୍ତି। ହେଲେ ଭାଇ ହଁ ତମେ ତ ତାଙ୍କ ସହିତ ନିଶ୍ଚୟ ସାକ୍ଷାତକାର କରିଥିବ। ସାକ୍ଷାତ ହବ ନିଶ୍ଚୟ। ଖବର ମଧ୍ୟ କହିବି ତାକୁ। ଭାଇ ଚିନ୍ତା କରିବୁନି ତ ଭାଇଟା ପରା ଅଛି। ଠିକ ଅଛି ଭାଇ ଖବର ନିଶ୍ଚୟ ଜଣେଇବି। ତମେ ଯୋଉଠି ମଧ୍ୟ ମୋ ସ୍ୱାମୀକୁ ଦେଖିଲେ ତାଙ୍କୁ କହିଦେବ ସେ ଶୀଘ୍ର ଯେମିତି ଘରକୁ ଫେରି ଆସିବେ। ତାହେଲେ ଠିକ ଅଛି ମୁଁ ସେଇ ଖବରଟା ଜଣେଇବି। ହେଲେ ଭାଇ ହଁ ମୁଁ ତାହେଲେ ଆସୁଛି। ତାହେଲେ ଆସୁଛି ଭାଇ ଆସ। ଆରେ ବନ୍ଧୁ ଘରକୁ ଗୋଟେ ଝିଅ ହେଇଛି। ଶୁଣା ଆଜି ତ ଫୁଲ ମସ୍ତି ଫୁଲ ତାତି ନୋ ଟେନସନ ଖାଲି ବିୟର ମସ୍ତି। ପାଟି ସାଙ୍ଗେ ଖାଇବୁ ମାଂସ ଠେଲି ଯାହା ମିଲବା ଦେମୁ পেলি। क्या নিসনে হেবাই ঘরে খিয়া পিয়া বলছে। আজি আসিব বন্ধু খুশি খবর জনাইবু তুমকু কৃপা সিন্ধু। হব আজি চিকেন মটন ফুল পেটে পুরেকি ঘুঙ্গুড়ি মারিকি শোইবি। ছাড়িবিনি। আরে ছপন এ বন্ধু ये तमे एते बेले जाय कुआरे जे थिलो। ମୁଁ ତୁମ ଘରକୁ ତମେ ଆସିଲି। କେତେବେଳେ ଆସିଲ? କେତେବେଳେ? ହଁ ଏଇଠି ପରା 10-15 ମିନିଟ୍ ହେଇଛି ଆଉ। ଆଚ୍ଛା ହଁ ଆଚ୍ଛା ସବୁ ଭଲ ଅଛି ତ? ହଁ ଭଲ ଅଛି ବାରିକ ଭଲ ଅଛି। ଆଚ୍ଛା କହିଲ କଣ କହିବି? ମୋ ଗାୟତ୍ରୀ କଥା ଟିକେ କହିଲ। ଗାୟତ୍ରୀ? ହଁ ଆହା ଗାୟତ୍ରୀ ତମେ ବାପା ହେଇଯାଇଛ ବାପା। ସତରେ ମୋ ବାପା ହେଇଯାଇଛି। ବାପା ହେ ନଗର ଆଉ ଚିନ୍ତା। ତମେ କଣ ଥଟ୍ଟା କରୁନାହିଁ ତ? ଥଟ୍ଟା କାହିଁକି କରିବି? ହେ ମୋ ବାପା ହେଇଛି। ବାପା ହେଇନି। ତାହେଲେ ଆଉ ଗୋଟେ କଥା କହିବ। କଣ? ପୁଅ ହେଇଛି ନା ଝିଅ ହେଇଛି? ये मल्ला मनीष ये पुओ ହେଇଛି ନା ଝିଅ ହେଇଛି ସେଟା କହିବାକୁ ପଡିବ। ହଁ ତମର କଣ ହେଇଛି ଜାଣିଛ? କଣ ହେଇଛି? ପୁଅ ହେଇଛି ନା? ଆରେ ତମର କଣ ହବ? ଗାୟତ୍ରୀ ସିନା ହେଇଛି ଏ ତମର ଏ, କଣ? ଏ, ଏ, ଛପନ ଏପଟେ ସେପଟେ ବାଜୁ କଥା କାହିଁ କହୁଛୁ? ହଁ, ମୋ ଗାୟତ୍ରୀକୁ କଣ ହେଇଛି କୁହ? କଣ ହେଇଛି? ହଁ କଣ ହେଇଛି? ଝିଅ ହେଇଛି। ଭୋପାଲୋ 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 ଏ ଛପନ ବୋମଟା ଫାଟିଗଲା କି ରେ? ବୋମ୍ ଫାଟିଗଲା। ପଡ଼ିଶା ବାଜାତ ମାଇକଡ଼କୁ ଆଉ ଗୋଟେ ଝିଅ ହେଇଛି। ଆରେ ଝିଅ ହେଇଛି ମାନେ ସାକ୍ଷାତ ଲକ୍ଷ୍ମୀ ଆଇଛି ରେ। ଏ ମତେ ଝିଅ ଦରକାର ନାହିଁ। ତାହେଲେ କଣ ଗାଈ ଘିଅ ଦରକାର? ଆଇବେ ଖାଲି ମତେ ପୁଅ ଦରକାର। ପୁଅ ଦରକାର? ହଁ ଯା ଗୋଟେ ସାଲି ଆଣିବୁ ଗୋଟେ ପୁଅ ହେଇଯିବ ଆଉ।
ତୁ ଜାଣିଛୁ ଆଉ ଝିଅ ଯଦି ପାଇବି ତାକୁ ପାଳନ ପୋଷଣ କରିବି। ହଁ 20 ବର୍ଷ ଯେତେବେଳେ ପୁରୀ ଯିବ ତାପରେ ସାଲା କୋଉ ଟୋକା ସହିତ ପ୍ରେମ କରି ଛୁଁ ହୋଇଯିବ, କିଏ ଛୁ ହେଇଛି? ତାହେଲେ ବିଶାଲ ମହାପାତ୍ରର ଇଜ୍ଜତ କଣ ରହିବ? ଆରେ ତମ ସ୍ତ୍ରୀ ଉପରେ ତମର ବିଶ୍ୱାସ ନାହିଁ? ଆଁ? ପୁଣି ଖାଲି ପ୍ରେମ କାହାଣୀ। ଏ ଛପନ ଏଟା କଣ ଲଭ ଷ୍ଟୋରି? ମତେ ସେ ଝିଅ ଦରକାର ନାହିଁ। ଆଉ ଚାହିଁବି ସେଇ ଝିଅର ମୁହଁକୁ। ଝିଅର ମୁହଁ ଯଦି ଚାହିଁବୁନି ତାହେଲେ ଗାଈ ମଇଁଷିର ମୁହଁଟା ଚାହିଁକି ର। ହେ 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 ଛପନ କଣ ହେଇଛି? ଛପନ କଣ ହେଇଛି? କଥାଟେ କହିବି। କହୁନ। ତମେ ଏମିତି ଲୋକ ଜାଣିଛ ଲୋକ ଯିଏ କି ତନ୍ତ୍ର ମନ୍ତ୍ର ବିଦ୍ୟା ସବୁ କ୍ଷେତ୍ରରେ ଧୁରନ୍ଧର ଥିବ, ସେମିତି ଲୋକ ତମେ ଜାଣିଛ? ସେମିତି ଲୋକ? ହଁ ସେମିତି ଲୋକ ତ ଜାଣିଛ? ମୁଁ ଜାଣିଛି। ହେ ମୁଁ ଜାଣିଛି। ସତରେ ମୁଁ ଜାଣିଛି। କୋଉଠି ଅଛି? କୋଉଠି ଅଛି? ଆରେ ଶୀଘ୍ର କୁହ। ଆଡ୍ରେସ ଦେଲେ ସିନା ଜାଣିବ। ଆରେ କହିଲେ ତ ମୁଁ ଜାଣିବି। ହଁ ସେଇ କଥା କହୁନ। ଶୀଘ୍ର କୁହ କହିବି ନା। କୁହ। ସେଇ ଜଙ୍ଗଲ ମଧ୍ୟରେ ଗୋଟେ ଅରଣ୍ୟ ଅଛି। ଅରଣ୍ୟ ଅଛି, ଅରଣ୍ୟ ମଧ୍ୟରେ ଆଉ ଜଙ୍ଗଲ ଅଛି ଭିତରେ। ଜଙ୍ଗଲ ଅଛି। ଜଙ୍ଗଲରେ ଖାଲି ଘାସ ବୋଦା ସବୁ ରହିଛି। ଏ ବାଟ ନାହିଁ। ଆଉ କୋଉଟା ଅଛି? ପଥର ଯାକ ଅଛି। ତାପରେ ସେଇଠି ଚଢିଗଲେ ମନ୍ଦିର ଅଛି। ମନ୍ଦିର ଅଛି। ହଁ ମନ୍ଦିର। ଆଉ ସେଇ ମନ୍ଦିରରେ କଣ ଅଛି? ସେଇ ମନ୍ଦିର ଭିତରେ ଗୋଟେ ବାବା ଅଛି। ବାବା ଅଛି। ବାବା ଦେଖି କାବା ହବୁନି ତ? ଏ ନାଇଁ ନାଇଁ ତ? ନାଇଁ ରେ ଛପନ। ଆହା, ବାବାକୁ ଦେଖିଲେ ମୁଁ ସିଧା ସିଧା ଶରଣ ପଶିବି। ସତରେ? ଆଉ କହିବି ହଁ ହେ ବାବା ହଁ ମତେ ତନ୍ତ୍ର ମନ୍ତ୍ର ସବୁ ଶିଖେଇ ଦିଅ, ନେହୁରା ହେବି। ହବୁ। ହଁ ବାହା ହେବୁ। ବାହା ହେବୁ। ହେଇ ଆକାନେ ଡେରି ହେଇଥା। ବାବା ପରା କଞ୍ଚା ପତ୍ରରେ ସେ ନିଆଁ ଲଗାଏ। ଛପନ ସେ ଚତୁର୍ବେଦରେ ପାରାଙ୍ଗମ। ହେ ଛପନ ତାକୁ ଯାଇ ତାହେଲେ ମୋ କାମଟା ଶୀଘ୍ର ହେଇଯିବ। କାହିଁକି ନା ଜାଣିଛ ମତେ ଗୃହ ଜଞ୍ଜାଲ ମାୟା ମୋହରେ ଆଉ ମୁଁ ପଡିବି ନାହିଁ। ନାହିଁ ହଁ ମୋ ଘରକୁ ବି ମୁଁ ଚାହିଁବି ନାହିଁ, ଚାହିଁବି ନାହିଁ। ମୋ ସ୍ତ୍ରୀକୁ ବି ଚାହିଁବି ନାହିଁ, ନାହିଁ ଆଉ ସେ ଝିଅକୁ ବି ତା ମୁହଁକୁ ଚାହିଁବି ନାହିଁ। ବାସି ପଖାଳ ବି ଖାଇବୁ ନାହିଁ। ହେ ଆଉ କଣଟା କହୁଛୁ ବେ? ଆଉ କିଛି ତ ଚାହିଁବି ନାହିଁ, ଖାଇବି ନାହିଁ କହିଲୁ। ଖାଲି ମୁଁ ସେଇ ବାବାର ମୁହଁକୁ ଚାହିଁବି। ସତରେ ଭଲ, ଅତି ଭଲ। ଏ ଛପନ ଏଇ ଦେଖୁଛ ସେଇ ଜଗନ୍ନାଥ। ସେଇ ଏଇ ଜଗନ୍ନାଥକୁ ମୁଁ ସଞ୍ଜ ସକାଳରେ ପୂଜା କରି ଆସୁଥିଲି, ହଁ। ହେଲେ ମୋ ପାଇଁ ଏ ପାଷାଣ ପାଲଟି ଯାଇଛି। ପାଷାଣ ହଁ ଏ ପଥର କେମିତି ହେଲା? ସେଟା ତ ମୂର୍ତ୍ତି। ମୂର୍ତ୍ତି ଆରେ ସେଇ ମୂର୍ତ୍ତିକୁ ପୂଜା କରନ୍ତି। ହଁ। ଏ ଦେଖ ଜଗତର ନାଥ ଜଗନ୍ନାଥ, କିନ୍ତୁ ଆଜି ଦିନ ଠାରୁ ହଁ ଏଇ ଜଗନ୍ନାଥକୁ ମୁଁ ପୂଜା କରିବି ନାହିଁ, କାରଣ ମୁଁ ହଉଛି ବିଶାଲ ମହାପାତ୍ର, ମୋ ପିତା ହଉଛି ଦାସ ମହାପାତ୍ର। ଦାସ ମହାପାତ୍ର ଜଣେ ଭଲ ମଣିଷ ଥିଲେ, ଆଉ ତା ପୁତ୍ର ଏ ବିଶାଲ ମହାପାତ୍ର ବି ଜଣେ ଶାନ୍ତ ଶିଷ୍ଟ ଭଲ ମଣିଷ। କିନ୍ତୁ ଆଜିର ଏହି ଯୁଗରେ ଏ ବିଶାଲକୁ ଦାସ ପାଲଟି ଯିବ କଳି ଯୁଗର କଳା ମଣିଷ। ମହାଭାରତ জাগত হয়নি
ସ୍ୱାର୍ଥପର ଦୁନିଆକୁ ଭରସା ତ ନାହିଁ ଏ ପାଖେ ସମ୍ପର୍କ ସେ ପାଖରେ ସତ ଏ ପାଖେ ବିଶ୍ୱାସ ସେ ପାଖେ ହତାଶ ଚାଲୁ ଚାଲୁ କେତେବେଳେ ଚାଲୁ ଚାଲୁ କେତେବେଳେ ହୁଏ କିଏ ବନିରାସ କଳି 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 ଯୁଗର କଳା ମଣିଷ କଳି ଯୁଗର ଏ କଳା ମଣିଷ କଳି ଯୁଗର କଳା ମଣିଷ କଳି ଯୁଗର ଏ କଳା ମଣିଷ କଳି ଯୁଗର କଳା ମଣିଷ କଳି ଯୁଗର ଏ କଳା ମଣିଷ। ଏ ଛପନ ଆଚ୍ଛା ଆଉ ଶୀଘ୍ର ଯିବି ସେଇ ଜଙ୍ଗଲକୁ ଆଉ ମନ୍ତ୍ର ମନ୍ତ୍ର ସବୁ ଶିକ୍ଷା ଲାଭ କରି ଏ ଦୁନିଆ ଠାରୁ ଅଜୟ ଅମର ହେଇଯିବି। ହେଲା ହେଲା ଯାହା କହିଲୁ ସେଇଆ ହେଲା ଏଥର ସମୟକୁ ନ ଦେଖି ଆମେ ଏଇଠୁ ପଳେଇ ଯିବା। ଠିକ କହିଛୁ ଛପନ ମୁଁ ଶୀଘ୍ର ଯିବି ସେଇ ଅରଣ୍ୟ ଜଙ୍ଗଲକୁ। ସେଇ କଥା ମୁଁ ବି ହଁ କହୁଛି ଏଥର ଠିକ ଅଛି। ତାହେଲେ ଯିବା ଯିବ ଚାଲ 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 କଳି ଯୁଗର କଳା ମଣିଷ